ନିଜ ସମ୍ମାନକୁ ପଛରେ ପକେଇ ଯେ ନିଜ ପରିବାର କଥା ଯିଏ ଆଗ ଚିନ୍ତା କରେ ସେ ହେଉଛନ୍ତି ଆମ ବାପା। ନିଜ ଖୁସି ତ ସେ ଭୁଲି ଯାଆନ୍ତି କେବଳ ଆମମାନଙ୍କ ପାଇଁ। ବାପା ଏମିତି ଏକ ବ୍ୟକ୍ତି ଯିଏ ଦୁନିଆରେ ଥିବା ସମୟରେ ଆମେ ତାଙ୍କୁ ବୁଝିପାରିନଥାଉ, ଆଉ ଯେତେବେଳେ ସେ ଆମକୁ ଛାଡ଼ିକି ଯାଆନ୍ତି ତାପରେ ମୁହୂର୍ତ୍ତରେ ଆମେ ତାଙ୍କୁ ବୁଝିପାରୁ, ତାଙ୍କର ମୁହୂର୍ତ୍ତ, ତାଙ୍କର ଉପସ୍ଥିତି, ତାଙ୍କର ଅନୁପସ୍ଥିତି। ଆଉ ସେତେବେଳକୁ ମାନେ ପିଲାମାନେ ସେତେବେଳେ ବୁଝିଲା ବେଳକୁ ଆଉ ବାପା ଆମ ପାଖରେ ନଥାନ୍ତି। ତ ଯେଉଁ ଜିନିଷଟା ଏବେ ଆମେ ଫିଲ୍ କରୁଛୁ, ତ ସେ ଜିନିଷଟା ମୁଁ କହୁଛି ଆପଣମାନଙ୍କୁ ଯେ ବାପା ଯେଉଁମାନଙ୍କର ବାପା ଅଛନ୍ତି କେବେ ତାଙ୍କୁ ହେଟାଦାର କରନ୍ତୁନି, ତାଙ୍କୁ ବହୁତ ସାରା ଭଲ ପାଇବା ଦିଅନ୍ତୁ, ତାଙ୍କୁ ସମୟ ଦିଅନ୍ତୁ, ତାଙ୍କ ବାପାର ଅର୍ଥଟାକୁ ବୁଝନ୍ତୁ। ଆଉ ଥରେ ଚାଲିଗଲା ପରେ ବୁଝିଲା ବେଳକୁ ସେତେବେଳେ ଆଉ ବାପା ନଥିବେ। ତ ସେମିତି କିଛି ଆମ ଲାଇଫରେ ଘଟିଯାଇଛି, ଆମ ଦୁହିଁଙ୍କ ଲାଇଫରେ, ମିଷ୍ଟର ଦାସଙ୍କ ଲାଇଫରେ ଆଉ ମୋ ଲାଇଫରେ। ନା ତ ତାଙ୍କ ବାପା ଅଛନ୍ତି ନା ତ ମୋ ବାପା ଅଛନ୍ତି। ଆଉ ଏବେ ତାଙ୍କ ଅନୁପସ୍ଥିତିଟା ବହୁତ କଷ୍ଟ, ବହୁତ ଯନ୍ତ୍ରଣାଦାୟକ। ତ ଆଜି ହେଉଛି ମୋ ଶ୍ୱଶୁରଙ୍କର ଦିବିଷା। ମାନେ ବହୁତ କଷ୍ଟ ହେଉଛି। ଆଜି କେତେ ହତଭାଗା ଆମେ, ମାନେ ବାପାଙ୍କର ସୁଖ, ବାପାଙ୍କର ସ୍ନେହ ଶ୍ରଦ୍ଧା ଭଲ ପାଇବା ତ ଆମ ଭାଗ୍ୟରେ ନାହିଁ। କେବଳ ତାଙ୍କର ସ୍ମୃତି, ତାଙ୍କୁ ମନେ ପକେଇବା। ମୁଁ ତ ଶ୍ୱଶୁରଙ୍କୁ ଦେଖି ନାହିଁ, କାହିଁକି ନା ମୁଁ ସେ ତ ବାପା 2015ରୁ ବୋଧେ ଗଲେଣି। ତ କେବଳ ତାଙ୍କ ଫଟୋ ଦେଖିଥିଲି, ଆଉ କି ସେତେ କଷ୍ଟ ମୋତେ ହେଇନଥିଲା ଯେ ଶ୍ୱଶୁର ନାହାନ୍ତି, ମିଷ୍ଟର ଦାସ କେମିତି ତାଙ୍କ ବାପା ବିନା କାଟିଥିବେ, କ'ଣ କରିଥିବେ। ମୁଁ କେବେ ସେସବୁ ଜିନିଷ ମାନେ ଏତେ ହୃଦୟଙ୍ଗମ କରିନଥିଲି। ହଁ ଏମିତି ଭାବିଥିଲି, ହଁ ନାହାନ୍ତି, ଟିକେ କଷ୍ଟ ହେଇଥିଲା। ବେଳେବେଳେ ଯେତେବେଳେ ତାଙ୍କର ଦିବିଷା ପଡ଼େ ନା ମୋତେ କଷ୍ଟ ହୁଏ ସେତେବେଳେ, ମାନେ କାହିଁକି ଜାଣି ବହୁତ ମାନେ ନିଜର ଲାଗନ୍ତି। ମୁଁ ତ ତାଙ୍କୁ ଦେଖିନି କି ତାଙ୍କର ସେବା କରିବାର ସେତିକି ସୌଭାଗ୍ୟ ମୋତେ ମିଳିନି, କିନ୍ତୁ ଲାଗେ ସେମିତି ଲାଗେ। କିନ୍ତୁ ଯେତେବେଳେ ମୁଁ ନିଜେ ମୋ ବାପାଙ୍କୁ ହରେଇଲି, ତ ହରେଇବା କି ଜିନିଷଟା ଆଉ ତାପରେ ଯେଉଁ କଷ୍ଟଟା ମୁଁ ଫିଲ୍ କରିପାରୁଛୁ, ତ ମିଷ୍ଟର ଦାସକୁ କେତେ କଷ୍ଟ ହେଇଥିବ। ତ ଭଲରେ ବାପାଙ୍କ ଦିବିଷା ଆଜି କାମ ସରିଯାଇଛି। ତାପରେ ଆମର ବାଡ଼ିରେ କାମ ହେଉଥିଲା, ମୂଲିଆମାନଙ୍କୁ ଖାଇବା ପାଇଁ ଦେଲି। ତାପରେ ଆସିଲା ଇସ୍ରୋ ପାଇଁ ଗୋଟେ ପାର୍ସଲ ଆସିଲା। ତ ତାକୁ ଦେଖିକି ସେ ତ ବହୁତ ଖୁସି ହେଇଥିଲା, ସେ ଭାବିଥିଲା ବୋଧେ ବାପା ମୋ ପାଇଁ କି କ'ଣ ଆଣିଛନ୍ତି। ଅବଶ୍ୟ ତା ପାଇଁ ଥିଲା। ଯେତେବେଳେ ବି ତାର ହଗିସ୍ କିମ୍ବା ୱାଇପ୍ସ ଏମିତି ହିଁ ମିଷ୍ଟର ଦାସ ଅର୍ଡ଼ର ଦେଇକି ନେଇ ଆସନ୍ତି ଟିକେ ଅଧିକା। ତ ତାକୁ ଧରିକି ସେ ବଦମାସି ହେଉଥିଲା। ତାପରେ ସନ୍ଧ୍ୟା ପାଖାପାଖି 7ଟା ହେଇଯିବ, ତ କୋରିଅର ବାଲା ଫୋନ୍ ମାରିଲା, ମ୍ୟାଡ଼ାମ୍ ଆପଣଙ୍କର ଗୋଟେ ପାର୍ସଲ ଅଛି। ତ ମୁଁ ଯାଇ ନେଇକି ଆସିଲି, ଆଉ ଦେଉର ବାବୁ ବସିକି ତାକୁ ଫିଟିଂ କଲେ। ତ ବହୁତ ଭଲ ପଡ଼ିଛି। ଏଇଟା ଇସ୍ରୋ ଲୁଗା ତା ଜିନିଷପତ୍ର ରଖିବା ପାଇଁ ମୁଁ ଆଣିଛି। ଯେଉଁମାନେ ବି ଆଣିବା ପାଇଁ ଚାହୁଁଛନ୍ତି ନିହାତି ଆଣନ୍ତୁ, ବହୁତ ଭଲ। ଆର ରେଟ୍ଟା ଥିଲା 1612 ଟଙ୍କା। ମୁଁ ଫ୍ଲିପକାର୍ଟରୁ ହିଁ ଆଣିଥିଲି, ତ ଆପଣ ଆଣିପାରିବେ।